ଜୟ ଜଗନ୍ନାଥ ସାଙ୍ଗମାନେ। ଦେଖନ୍ତୁ, ବହୁତ ପିଲାଙ୍କର କମେଣ୍ଟ ଆସୁଛି ଆପଣଙ୍କର ମେଡ଼ିକାଲ ପ୍ରୋବ୍ଲେମ୍ ଉପରେ। ଆପଣ ଓଡ଼ିଶା ପୋଲିସରେ କେଉଁ କେଉଁ ଟାଇପ୍ରେ ଆମର ଚେକଅପ୍ ହେଇଥାଏ, କେଉଁ ଟାଇପ୍ରେ ଚେକଅପ୍ ହୁଏ, ଆଉ କାହାର ଯଦି ମେଡ଼ିକାଲ ପ୍ରୋବ୍ଲେମ୍ ହେଇଥାଏ ସେ କେମିତି ମାନେ ଆମର କ୍ୟୁର୍ ହେଇକି ଏ ଫିଜିକାଲ୍ ବା ଟ୍ରେନିଂ କରିପାରିବେ। ଚାଲନ୍ତୁ ଏଇ ଭିଡ଼ିଓରେ ଆମେ ଦେଖିବା। ସବୁ ପ୍ରାୟ ମୁଁ ମେଡ଼ିକାଲ ଉପରେ ଯାହା ବି ପ୍ରୋବ୍ଲେମ୍ ଥିଲା ସେଇ ଟାଇପ୍ର ମୁଁ ଭିଡ଼ିଓଟା ଆଣିଛି। ଭିଡ଼ିଓଟା ଟିକେ ଲମ୍ବା ହେଇପାରେ, ଭିଡ଼ିଓ କିନ୍ତୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ତାପରେ ଯାହାର ବି କିଛି ପ୍ରୋବ୍ଲେମ୍ ଥିବ ତ କମେଣ୍ଟ ସେକ୍ସନ୍ କରିବେ, ମୁଁ ରିପ୍ଲାଏ ଦେବି। କିନ୍ତୁ ଭ୍ୟାଲିଡ଼ କମେଣ୍ଟ କରନ୍ତୁ, ଯେଉଁଟା ରିପ୍ଲାଏ ଦେଇହେବ। ଅନନେସେସରି ସେଭଳିଆ କମେଣ୍ଟ କରିବେ ନାହିଁ। ଚାଲନ୍ତୁ ଦେଖିବା ମେଡ଼ିକାଲ ପ୍ରୋବ୍ଲେମ୍ସ ଉପରେ। ଦେଖନ୍ତୁ, ବହୁତ ପିଲାଙ୍କର ଡିଷ୍ଟାନ୍ସ ଭିଜନ୍ ଥାଏ। ଡିଷ୍ଟାନ୍ସ ଭିଜନ୍ ତାକୁ ମାୟାବିଆ ଡିଜିଜ୍ କହନ୍ତି। ସେଟାର ଆମର ତ ନର୍ମାଲ ଆଇ ଭିଜନ୍ ହେଲା 6/6, କିନ୍ତୁ ବହୁତ ପିଲାଙ୍କର ମାଇନସ୍ ଥାଏ। କମେଣ୍ଟ ସେକ୍ସନ୍ରେ ବି କହୁଛନ୍ତି ସାର୍ ମାଇନସ୍ ଅଛି, କ'ଣ କରିବା? କ'ଣ ନା, ଆମର ଯଦି ଦେଖିବା କନଷ୍ଟେବଳ, ଆମର ରିକ୍ରୁଟ୍ ନା OSF ହେଉ, ଡିଷ୍ଟ୍ରିକ୍ଟ କନଷ୍ଟେବଳ ହେଉ, ସିପାହୀ ହେଉ, ସେମାନଙ୍କର ପ୍ରାୟ ଏଇଟା ଚେକ୍ ହୁଏ। ମେଡ଼ିକାଲ ଟେଷ୍ଟରେ ଏଇଟା ଚେକ୍ ହେଇଥାଏ। ଆଉ କିନ୍ତୁ ଆମର ପୋଲିସ SI କଥା କହିଲେ, SIରେ ସେଟା ପ୍ରାୟତଃ ଚେକ୍ ହୋଇନଥାଏ। କିନ୍ତୁ ତୁମର ଯେତେବେଳେ ଜଏନିଂ ବେଳେ ଆପଣଙ୍କର ଗୋଟେ ଫର୍ମାଟ୍ ଥାଏ, ମେଡ଼ିକାଲର ଗୋଟେ ଫର୍ମାଟ୍ ଥାଏ, ସେଟା ଦିଆଯାଇଥାଏ। ସେଇଥିରେ ଆପଣଙ୍କ ମେଡ଼ିକାଲ ଟେଷ୍ଟ ରିପୋର୍ଟ ଯାହା ହେବ ସେଇଟା ଆମର ଲେଖିକି ତାକୁ ଫିଲ୍ଅପ୍ କରିକି ସେଇଟା ସବମିଟ୍ କରାଯାଏ ଜଏନିଂ ବେଳେ। ଆମର ଆଉ ଗୋଟେ କ'ଣ ରହିଲା, ଆମର କଲର୍ ଭିଜନ୍। କଲର୍ ଭିଜନ୍ କ'ଣ? କଲର୍ ଭିଜନ୍ର ଜାଣିଥିବେ, ଏଇଟା ରେଲୱେର ପ୍ରାୟ ରେଲୱେରେ ଏଇଟା ଦେଖାଯାଏ। କଲର୍ ଭିଜନ୍ ଷ୍ଟ୍ରିକ୍ଟଲି ସେଇଟା ଫଲୋ କରାଯାଏ। ଯାହାର କଲର୍ ଭିଜନ୍ ଥାଏ ସେଇଟା ତାଙ୍କୁ ଡିସ୍କ୍ୱାଲିଫାଏ କରନ୍ତି। କାହିଁକିନା ରେଡ଼୍, ଗ୍ରୀନ୍, ୟେଲୋ, ବ୍ଲୁ କଲର୍ ସେମାନେ ଜାଣିପାରନ୍ତିନି, ସେଟା ପ୍ରାୟତଃ ଜାଣିପାରନ୍ତି, ସେଥିପାଇଁ ଡିସ୍କ୍ୱାଲିଫାଏ କରନ୍ତି। କିନ୍ତୁ ଓଡ଼ିଶା ପୋଲିସ ସେମିତି କଲର୍ ଭିଜନ୍ ଆମର ଟେଷ୍ଟ ହୁଏ। କିନ୍ତୁ ସେଇ ଆମର ଡିଷ୍ଟ୍ରିକ୍ଟ କନଷ୍ଟେବଳ, OSF ସିପାହୀ, କିନ୍ତୁ ଓଡ଼ିଶା ପୋଲିସ SIରେ ସେମିତି ଟେଷ୍ଟ କରାଯାଇନଥାଏ। ଆମର କିନ୍ତୁ ଗ୍ଲାସ୍ ତୁମେ ୟୁଜ୍ କରିପାରିବ, କିଛି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ଗ୍ଲାସ୍ ୟୁଜ୍ରେ ଆପଣଙ୍କର କ୍ଲାସ୍ କରିପାରିବେ, ଆଉ ଯେକୌଣସି ଆକ୍ଟିଭିଟି କରିପାରିବେ। କିନ୍ତୁ ପ୍ରୋବ୍ଲେମ୍ କେଉଁଠି ଏରାଇଜ୍ ହୁଏ ନା, ପ୍ରୋବ୍ଲେମ୍ ହୁଏ ଯାଇକି ଆପଣଙ୍କର ଫିଜିକାଲ୍ ଆକ୍ଟିଭିଟି ବେଳେ। ଫିଜିକାଲ୍ ଆକ୍ଟିଭିଟି କ'ଣ ଥାଏ? ଆପଣଙ୍କର ଯେଉଁ ରନିଂ ହେଉ କି ଆମର ଯାହା ବି ଏଣ୍ଡୁରାନ୍ସ ଆକ୍ଟିଭିଟି କରୁଛନ୍ତି, ତ ସେଇ ତାର ପ୍ରୋବ୍ଲେମ୍ ହୁଏ। ଆପଣଙ୍କର ରନିଂ ଟାଇମ୍ରେ ଯଦି ଗ୍ଲାସ୍ ୟୁଜ୍ କରିବେ, ତାହେଲେ ଝାଳରେ ଆପଣଙ୍କର ଗ୍ଲାସ୍ରେ ଆପଣଙ୍କର ଝାଳ ହେଇକି ବ୍ଲୋର୍ ହେଇଯାଇଥାଏ। ଆଉ ଦେଖିବାକୁ ଟିକେ କଷ୍ଟ ହେବ। ଆଉ ତାପରେ ଯଦି ବି ପାରିବେ ଯେ ୟୁଜ୍ ନ କରିବା ପାଇଁ, ଆମର ଗ୍ଲାସ୍ ୟୁଜ୍ ନ କରିବା ପାଇଁ ଫିଜିକାଲ୍ ଆକ୍ଟିଭିଟି ବେଳେ। ଆଉ ସେକେଣ୍ଡ ଟାଇମ୍ ଆପଣଙ୍କର ଫାୟାରିଂ ବେଳେ କ'ଣ ହୁଏ? ଫାୟାରିଂରେ ଯେତେବେଳେ ଫାୟାରିଂ କରାଯାଏ, ଆମର ଯେଉଁ କକାଟା ବାହାରେ ବା ତା ଯେଉଁ ଚିଙ୍ଗାରିଟା ଆସେ ଧୂଆଁ ଭଳିଆ, ତ ସେଇଟାର ଗ୍ଲାସ୍ରେ ୟୁଜ୍ କରାଯାଏ। ଆଉ ଗ୍ଲାସ୍ ନ ପିନ୍ଧିଲେ ବି ଆପଣଙ୍କର ଡିଷ୍ଟାନ୍ସ ଦେଖା ହେଇପାରିବନି, ଫାୟାରିଂ କରିପାରିବେନି। ସେଥିପାଇଁ ଗ୍ଲାସ୍ଟା ନିହାତି ୟୁଜ୍ କରିବ। କିନ୍ତୁ ଟିକେ ପ୍ରୋବ୍ଲେମ୍ ହୁଏ, ତାକୁ ପୁଣି ଯଦି ରୁମାଲ୍ ଥାଏ, ରୁମାଲ୍କୁ ଆପଣ ଗ୍ଲାସ୍ ସଫା କରିକି ସେଇଟା ୟୁଜ୍ କରିପାରିବେ। ତାପରେ ଆଉ କିଛି ବି ପ୍ରୋବ୍ଲେମ୍ ନଥାଏ ଡିଷ୍ଟାନ୍ସ ଭିଜନ୍ ବା କଲର୍ ଭିଜନ୍। ଯଦି ଆମେ ଦେଖିବା ଲେଗ୍ସ ଉପରେ କ'ଣ ପ୍ରୋବ୍ଲେମ୍ ହେଇଥାଏ, ଲେଗ୍ସ ବହୁତ ପିଲାଙ୍କର ଥାଏ। ଆମର ଥାଏ ଫ୍ଲାଟ୍ ଫୁଟ୍, ଆଉ ବୋର୍ ଲେଗ୍ସ, ଆଉ ନକ୍ ନିଜ୍। କ'ଣ ସେଟା ଆମର କନଷ୍ଟେବଳ, ଆଉ ସିପାହୀ ବା OSF, ଆଉ ଯାହା ବି ସବୁ ରହିଲା ସେ ଟାଇପ୍ର ପ୍ରାୟତଃ ଚେକ୍ ହେଇଥାଏ। ନର୍ମାଲ୍ ଚେକ୍ ହେଇଥାଏ, ସେମିତି ଡିଫେନ୍ସ ବେଳେ ସେମିତି ଚେକ୍ ହୋଇନଥାଏ, ନର୍ମାଲ୍ ଚେକ୍ ହେଇଥାଏ। କିନ୍ତୁ ଯଦି ପୋଲିସ ସେ କଥା କହିବି, ସେଟା ଚେକ୍ ହୋଇନଥାଏ। ଆମର ପ୍ରୋବ୍ଲେମ୍ କ'ଣ ଫେସ୍ ହେଇଥାଏ? ପ୍ରୋବ୍ଲେମ୍ ଫେସ୍ ହେବ ଯେ କି ଯଦି ଆପଣଙ୍କର ଫ୍ଲାଟ୍ ଫୁଟ୍ ଥାଏ, ତାହେଲେ ୱାକିଂ ଆଉ ଆମର ଗୋଟେ ଜାଗାରେ ଯଦି ଷ୍ଟାଣ୍ଡିଂ ରହିଯିବା ବହୁତ ସମୟ ଯାଏ, ତାହେଲେ ସେଟା ପ୍ରୋବ୍ଲେମ୍ ହେଇଥାଏ। ପେନ୍ ବି ବହୁତ ହେବ। ତା'ର ଯଦି ପେନ୍ ରିଲିଫ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଟିକେ ଆପଣଙ୍କର ୱେଟ୍
ଲସ୍ କରିବାକୁ ପଡ଼ିବ। ୱେଟ୍ ଲସ୍ କଲେ ତ ପ୍ରାୟ ପେନ୍ ରିଲିଫ୍ ହେଇଥାଏ। ଆଉ ବୋର୍ଡ଼ ଲେଗ୍ସର ବି ସେଇ ପ୍ରୋବ୍ଲେମ୍, ଆମର ସେମ୍ ପ୍ରୋବ୍ଲେମ୍ ହେଇଥାଏ। କିନ୍ତୁ ନକ୍ ନିଜ୍ର କ'ଣ, ନକ୍ ନିଜ୍ର ଆଣ୍ଠୁ ପୁରା ଲାଗି ହେଇଥାଏ। ଯେତେବେଳେ ସ୍ପିଡ଼୍ ରନିଂ କରିଥାନ୍ତି ବା ୱାକିଂ ସ୍ପିଡ଼୍ କରିଥାନ୍ତି, ପ୍ରାୟ ଟାଇମ୍ର ଆଣ୍ଠୁ ବାଜିକି ତ ଜଏଣ୍ଟ ପ୍ରୋବ୍ଲେମ୍ ହୁଏ। ତାପରେ ରନିଂ ଟାଇମ୍ରେ ବି ପଡ଼ିଯିବାର ପସିବିଲିଟି ଅଛି। ସେଥିପାଇଁ ଦେଖି ରଖିକି ଯଦି ଫିଜିକାଲ୍ କରିଥାନ୍ତି, ସେଇ ହିସାବରେ ଆପଣ ଯାହାର ବି ନକ୍ ନି ଥାଏ ଦେଖି ରଖିକି ଆପଣ କରିଥାନ୍ତି। ବହୁତ ସାରା ଡିଫିକଲ୍ଟି ଥାଏ ନକ୍ ନିର। ତାପରେ ଆପଣଙ୍କର ରହିଲା ଆଉ ଗୋଟେ ଯେ ହୋଲୋଡ୍ ଲେଗ୍ସ, ସେଟା ତ ପ୍ରାୟତଃ ହୋଲୋଡ୍ ଫୁଟ୍ ଥାଏ। ସେ ପ୍ରାୟତଃ ଯେଉଁ ଫମ୍ପା ହିସାବରେ ଏମିତି ଥାଏ, ଯେଉଁ ଆର ପାଦରେ ଥାଏ, ସେଟା ତ ବହୁତ ରେୟାର୍ କେସ୍ ଥାଏ। କିନ୍ତୁ ଏଇଟା 3ଟା କେସ୍ ଥାଏ ଯିଏକି ସେମିତି କିଛି ଡିଫିକଲ୍ଟି ଆପଣଙ୍କୁ ମେଡ଼ିକାଲ୍ ଟେଷ୍ଟରେ ସେମିତି ଡିଫିକଲ୍ଟି ଫେସ୍ କରିବାକୁ ପଡ଼େନି, କିନ୍ତୁ ପ୍ରୋବ୍ଲେମ୍ ଫେସ୍ କରାଯାଏ ଆମର ଟ୍ରେନିଂ ଟାଇମ୍ରେ। ଲିପୋମା ଗୋଟେ ଡିଜିଜ୍, ସେଟା ତ ପ୍ରାୟତଃ ସେଟା ବି ମାନେ କଥା ହେଲା ଟେଷ୍ଟ କରାଯାଏ ନାହିଁ। କିନ୍ତୁ ଲିପୋମା ଦେଖିଥିବେ, ଯଦି କେହି ଦେଖିଥିବେ ଗୋଟେ ଆଇ ଫିଲ୍ମ ଗୋଟେ ଥିଲା, ଆଇ ଫିଲ୍ମ, ତାର ଯେଉଁ ଶରୀରରେ ଯେଉଁ ଏମିତି ଗୋଟେ ବାହାରିଥିବ ତ ସେଥିପାଇଁ ଲିପୋମା ଡିଜିଜ୍ରେ କିଛି ବି ପ୍ରୋବ୍ଲେମ୍ ହୁଏନି, ଟେଷ୍ଟ ବି ହୁଏନି। କିନ୍ତୁ ଯଦି ଲିପୋମାର ସାଇଜ୍ ଆଉ ସେପ୍ ଥାଏ, ଯଦି ବଡ଼ ସାଇଜ୍ ଥାଏ, ତାହେଲେ ଡକ୍ଟରଙ୍କ ସହ କନସଲ୍ଟ କରନ୍ତୁ। ଆଉ ସେଟା ବି ଡକ୍ଟର ଯଦି ମେଡ଼ିସିନ୍ ଦ୍ୱାରା ଯଦି ସେ ଭଲ ହେଇପାରିବ, ନହେଲେ ସେଟା ଆପଣଙ୍କର ଅପରେସନ୍ ଯଦି କରିବା କଥା କରିବେ। ସେ ବେଶୀ ବି କଷ୍ଟ ହେବନି ଆପଣଙ୍କର, ସେଟା ପାଖାପାଖି 2-3 ୱିକ୍ର ଭିତରେ ସେ ଠିକ୍ ହେଇଯିବ, କିଛି ପ୍ରୋବ୍ଲେମ୍ ହେବନି। ଯେଉଁ ଜାଗାରେ ବି ଲିପୋମା ହେଇଥିବ, ଲିପୋମାର କିଛି ପ୍ରୋବ୍ଲେମ୍ ନାହିଁ। ପିଲାଙ୍କର ଥାଏ ପିସ୍ତୁଲା ତ ଥାଏ, ସେଟା ଯାହାର ବି ଥାଏ ଏବେ ଅପରେସନ୍ କରିଦିଅନ୍ତୁ, କାହିଁକିନା ଟାଇମ୍ ଅଛି 15-20 ଦିନ ଭିତରେ ଏଟା ଠିକ୍ ହେଇଯିବ। ଏବେ ତ ଲେଜର୍ ଅପରେସନ୍ ହେଉଛି, ଲେଜର୍ ଅପରେସନ୍ ହେଲେ ତ ସେଟା ଠିକ୍ ହେଇଯିବ। ଆଉ ଏବେ ବି ଟାଇମ୍ ଅଛି, ଠିକ୍ କରିଦିଅନ୍ତୁ। କାହିଁକିନା ଯଦି ଟ୍ରେନିଂ ଟାଇମ୍ରେ ତ ଅସୁବିଧା ହେବ ବା ଫିଜିକାଲ୍ ଟାଇମ୍ରେ ବି ଅସୁବିଧା ହେବ, ଏବେ ଠିକ୍ କରିଦେଲେ ତ ଆପଣଙ୍କ ପାଖରେ 2-3 ମାସ ଆଉ ସମୟ ଅଛି। ବହୁତ ପିଲାଙ୍କର ହାର୍ନିଆ ବି ଥାଏ। ହାର୍ନିଆର ପ୍ରୋବ୍ଲେମ୍ କେତେବେଳେ ଆସିଥାଏ, ଯେତେବେଳେ ଆପଣଙ୍କର ଅଧିକ ଫିଜିକାଲ୍ ଆକ୍ଟିଭିଟି ହେଇଥାଏ, ଏଟା ତ ପ୍ରୋବ୍ଲେମ୍ ହେଇଥାଏ। ଯାହାର ବି ହାର୍ନିଆ ଅଛି, ତ ଏବେ ତ କମ୍ପ୍ୟୁଟରାଇଜ୍ଡ ଯେଉଁ ଅପରେସନ୍ ହେଉଛି, ଆଗରୁ ହାତରେ କରାଯାଏ ତ ବହୁତ ଟାଇମ୍ ଲାଗିଥାଏ ରିକଭରି ହେବା ପାଇଁ। କିନ୍ତୁ ଏବେ ପାଖାପାଖି ଆପଣ ତ ଡିସଚାର୍ଜ ହେଇଯିବେ ଯଦି ମେଡ଼ିକାଲରୁ 3-4 ଦିନ ଭିତରେ, ଆଉ ତାପରେ ରିକଭରି ହେବା ପାଇଁ 2ରୁ 4 ୱିକ୍ ବା ଫୁଲ୍ ରିକଭରି, ଆପଣ 1.5-2 ମାସ ଭିତରେ ଫୁଲ୍ ରିକଭରି ହେଇଥାନ୍ତି ଯଦି ବି ଯାହାର ଥାଏ। ତ ତେଣୁକରି ସେମାନେ ଅପରେସନ୍ କରିଦିଅନ୍ତୁ, କାହିଁକିନା ଯଦି ବି ଫିଜିକାଲ୍ ଟାଇମ୍ ଏବେ ନା ଆମର ରିଟର୍ନ ଟାଇମ୍ ଯାଏଁ ଆସିନାହିଁ, ରିକଭରି ହେବା ପାଇଁ ଆପଣଙ୍କୁ ବହୁତ ଟାଇମ୍ ଅଛି। ଆଉ ତାପରେ ରହିଲା ପାଇଲ୍ସ ବି ବହୁତ ପିଲାଙ୍କର ଦେଖାଯାଏ। ସେମାନଙ୍କର ଗୋଟେ କଥା ହେଲା ଡାଏଟ୍ କଣ୍ଟ୍ରୋଲ୍ କରନ୍ତୁ, ଆଉ ଦ୍ୱିତୀୟ କଥା ଯଦି ବି ହୁଏ ଅପରେସନ୍ ବି କରିଦିଅନ୍ତୁ। ସେଇଭଳିଆ ଲେଜର୍ ଅପରେସନ୍ ତ ସେଟା ବି ହେଉଛି, ଡକ୍ଟରଙ୍କ ସହ କନସଲ୍ଟ କରିକି ଅପରେସନ୍ କରିଦେବାଟା ଠିକ୍। ସେ ବି ସେଇ କିଛି ନାହିଁ, 2-4 ମାସ 2 ମାସ ଭିତରେ ଫୁଲ୍ ରିକଭରି ହେଇଯିବେ। କାହିଁକିନା ସେମାନେ ଯେତେବେଳେ ଟ୍ରେନିଂ କରନ୍ତି ବହୁତ ସାରା ତାଙ୍କର ଅବଷ୍ଟ୍ରାକଲ୍ ଆସିଥାଏ। ଖାଇବାର ତ ପ୍ରୋବ୍ଲେମ୍ ହୁଏ ଗୋଟେ କଥା, ସେକେଣ୍ଡ ଟାଇମ୍ ବସିବାକୁ ବି ବହୁତ ସାରା ପ୍ରୋବ୍ଲେମ୍ ହୁଏ। ଆଉ ଯଦି ବି ଆପଣ ଟ୍ରେନିଂ ନ କରିପାରନ୍ତି, ତାହେଲେ ଆପଣଙ୍କୁ ଆର୍ଟିଓ ବା କରିଦେଇଥିବା ଯେଉଁଟା କୁହାଯାଏ ରିଟର୍ନ ଟୁ ୟୁନିଟ୍, ପୁଣି ଆଉ ଥରେ ଆସିବେ, ଅଧା ଟ୍ରେନିଂ କରିଥିବେ, ପୁଣି ଆସିବେ, ପୁଣି ମୁଳଠୁ ଟ୍ରେନିଂ କରିବେ। ସେଥିପାଇଁ କୁହାଯାଉଛି ଯଦି ବି ହୁଏ ତାହେଲେ ଅପରେସନ୍ କରିଦିଅନ୍ତୁ। ଡକ୍ଟରଙ୍କ କନସଲ୍ଟ ହିସାବରେ କେତେ ଦିନ ଭିତରେ ଠିକ୍ ହେଇପାରିବ, ସେଇ ହିସାବରେ ଅପରେସନ୍ଟା କରିଦେବାଟା ବେଟର୍ ହେବ। ବହୁତ ପିଲାଙ୍କର ଥାଏ ହାଇଡ୍ରୋସିଲ୍ ଥାଏ, ହାଇଡ୍ରୋସିଲ୍ ବି ସେଇଭଳିଆ ରିକଭରି ହେଇପାରିବ ଆପଣଙ୍କର ଡକ୍ଟର ସହ କନସଲ୍ଟ କରିକି, ସେମାନେ ବି ରିକଭର କରିକି ଆପଣ ଟ୍ରେନିଂ କରିପାରିବେ ହାଇଡ୍ରୋସିଲ୍ ଥାଏ। ଆଉ ଗୋଟେ ଥାଏ ଯେ କି ଆପଣଙ୍କର ଭେରିକସ୍ ଭେନ୍ ସାଇଜ୍ ସେପ୍ ହିସାବରେ
ବହୁତ ପିଲାଙ୍କର ଥାଏ। ବହୁତ ପିଲାଙ୍କର ବହୁତ ମୋଟା ମୋଟା ହେଇଯାଇଥାଏ, ମାନେ ଗୋଡ଼ରେ ପଡ଼ିଥାଏ। ଏକ୍ସେସ୍ ଯେଉଁମାନେ ଫିଜିକାଲ୍ ୱାର୍କ କରିଥାନ୍ତି ସେମାନଙ୍କର, ଆଉ ପତଳା ପିଲା ଥାନ୍ତି ସେମାନଙ୍କର ଭେରିକୋସ୍ ଭେନ୍ ଦେଖାଯାଏ। ସେମାନେ ପ୍ରାୟତଃ କିଛି ଅସୁବିଧା ହେଇନଥାଏ, କିନ୍ତୁ ସେମିତି ବି ଏବେଠୁ ଯଦି ହାର୍ଡ଼ୱାର୍କ ବେଶୀ କରିବେ ବା ଆପଣଙ୍କର ଯେଉଁ ପିଲାଙ୍କର ଯେଉଁ ପତଳା ପିଲା ଥାନ୍ତି ସେମାନଙ୍କର ଦେଖାଯାଏ, କିନ୍ତୁ ସେମାନେ ଟ୍ରେନିଂର ବି କିଛି ସେମିତି ଅସୁବିଧା ଦେଖାଯାଏନି। ଆଉ ଅଧିକ ଯଦି କରନ୍ତି ତାହେଲେ ଦେଖିବେ, ଡକ୍ଟରଙ୍କ ସହ କନସଲ୍ଟ କରନ୍ତୁ, କରିକି କେମିତି ଯଦି ବି କମେଇ ହେବ, ନହେଲେ କିଛି ସେମିତି ପ୍ରୋବ୍ଲେମ୍ ହେଇନଥାଏ। ଫିଜିକାଲ୍ ବେଳେ ଯାହାର ଥାଏ ତ ପ୍ରୋବ୍ଲେମ୍ ହେଇଥାଏ, ସେଇ ଜାଗାର ବଥା ଟିକେ ଲାଗିଥାଏ। ଦେଖନ୍ତୁ, ବେସିକାଲି ଆମର ଓଡ଼ିଶା ପୋଲିସ SI ହେଉ କି କନଷ୍ଟେବଳ ହେଉ, ସିପାହୀ ହେଉ, SF ହେଉ, ଯେକୌଣସି ଆମର ଡିଫେନ୍ସରେ ଜବ୍ ହେଉ, ବେସିକାଲି ଚେକଅପ୍ଟା କେଉଁଟା ହୁଏ ବା ମେଡ଼ିକାଲ ଟେଷ୍ଟଟା ଫାଷ୍ଟ BP ଉପରେ ହୁଏ। ଯାହାର ହାଇ BP ଥାଏ ବା ଲୋ BP ଥାଏ ସେମାନଙ୍କୁ କନସିଡର୍ କରାଯାଏ ଯେ କି ନର୍ମାଲ୍ ଆଣିବାକୁ, ନର୍ମାଲ୍ BP ଆଣିବାକୁ କନସିଡର୍ କରାଯାଏ। ମେଡ଼ିସିନ୍ ବି ଦିଆଯାଇଥାଏ, ଡକ୍ଟର ପାଖରୁ ଆମର ମେଡ଼ିସିନ୍ ବି ଦିଆଯାଇଥାଏ। ଏବେ ବି ଯାହାର BP ହାଇ ବା ଲୋ ଥାଏ, ନର୍ମାଲ୍ ଆଣିବା ପାଇଁ ଆପଣଙ୍କର ମେଡ଼ିସିନ୍ ବି ଖାଆନ୍ତୁ, ଆଉ ଡକ୍ଟରଙ୍କ ସହ କନସଲ୍ଟ କରନ୍ତୁ କେମିତି ନର୍ମାଲ୍ ହେବ। ଆଉ BPର ସିମ୍ପଟମ୍ ହେଲା ହାଇ ଲେଭେଲ୍ ଷ୍ଟ୍ରେସ୍ ନିଅନ୍ତୁନି। ଆଉ ଯଦି ବି ଷ୍ଟ୍ରେସ୍ ନ ନେବା ବି ଠିକ୍, କାହିଁକିନା BP ହାଇ ଲୋ ହେଲେ ସେଠି ବି ମେଡ଼ିକାଲ୍ ଟେଷ୍ଟରେ ଆପଣଙ୍କୁ ରଖିଦେବେ, କି ପୁଣି ଆଉ ଥରେ ଚେକଅପ୍ କରିବେ। ଯାହାର ହାଇ BP ପ୍ରାୟତଃ ମେଡ଼ିକାଲର ରୁହନ୍ତି, ରହିକି ତାଙ୍କର ମେଡ଼ିସିନ୍ ଦିଅନ୍ତି, 1-2 ଦିନ ପରେ ଠିକ୍ ହେଲେ ତାଙ୍କୁ ପୁଣି ଆପଣଙ୍କର ଯାହା ଫିଜିକାଲ୍ ଆକ୍ଟିଭିଟି କରିବା ପାଇଁ ଦିଅନ୍ତି। କିନ୍ତୁ ଆପଣଙ୍କ ମେଡ଼ିକାଲ୍ ଟେଷ୍ଟର ବି ହେଇଥାଏ, ଯେତେବେଳେ ଫିଜିକାଲ୍ ପୂର୍ବରୁ ଆପଣ BP ଟେଷ୍ଟ ସିଓର୍ ହେଇଥାଏ। ଆଉ ଗୋଟେ ହେଇଥାଏ ଆପଣଙ୍କର ଚେଷ୍ଟରେ ଆପଣ କ'ଣ, ଫାଷ୍ଟ ତ ଆପଣଙ୍କର ହେଲା ଏକ୍ସପାଣ୍ଡ ବହୁତ ପିଲା କରିପାରନ୍ତିନି। ଏକ୍ସପାଣ୍ଡ ଯଦି ନ କରିପାରିବେ, ଏବେ ଟାଇମ୍ ଅଛି, ଆପଣ ପ୍ରାୟ ରେଗୁଲାର 10ରୁ 15 ପାଖାପାଖି ପୁଷଅପ୍ ମାରନ୍ତୁ, ଆଉ ଦେଖନ୍ତୁ ୟୁଟ୍ୟୁବ୍ ଭିଡ଼ିଓ କେମିତି ଚେଷ୍ଟ ଏକ୍ସପାଣ୍ଡ କରୁଛନ୍ତି। ଆଉ ଗୋଟେ ରହିଲା ଆପଣଙ୍କର ହାର୍ଟବିଟ୍ ବି ଚେକ୍ ହେଇଥାଏ। ହାର୍ଟବିଟ୍ ବି ଆପଣଙ୍କର ଚେକ୍ ହେଇଥାଏ କେତେବେଳେ ନା, ଯେତେବେଳେ ରନିଂ ଲଙ୍ଗ୍ ଜମ୍ପ ପୂର୍ବରୁ ଆପଣଙ୍କର ବା 5 କିଲୋମିଟର ପୂର୍ବରୁ ଆପଣଙ୍କର ହାର୍ଟବିଟ୍ ବି ଟେଷ୍ଟ ହୋଇଥାଏ। ବହୁତ ପିଲାଙ୍କର ଡରିକି ହାର୍ଟବିଟ୍ ବହୁତ ସ୍ପିଡ୍ ହେଇଯାଏ, ସେଥିପାଇଁ ସେମାନଙ୍କୁ ନର୍ମାଲ୍ କରିବା ପାଇଁ ଆପଣଙ୍କର ଡକ୍ଟର ସେଠି ଅଛନ୍ତି, ତ ଡକ୍ଟର ବି କହିବେ, ମାନେ କନସଲ୍ଟ କରିବେ ନର୍ମାଲ୍ ହାର୍ଟବିଟ୍ କରିବା ପାଇଁ, କାହିଁକିନା ବହୁତ ପିଲାଙ୍କର ସ୍ପିଡ୍ ହେଇଯାଏ ଡରିକି। ନେକ୍ସଟ ହେଲା ଆପଣଙ୍କର ENT ବି ଟେଷ୍ଟ ହେଇଥାଏ। ENT ଟେଷ୍ଟ ହୁଏ, ଆଉ ଯଦି ବି ENTର ଆପଣଙ୍କର ସେ ଯେଉଁ ମେଡ଼ିକାଲ ଡକୁମେଣ୍ଟର ବି ଫିଲ୍ଅପ୍ କରିବାକୁ ପଡ଼ିବ ENT। ଆଉ ତାପରେ ହେଲା ENTର କ'ଣ ନା, ଇୟର ନିହାତି ତ 6 ମିଟର ପାଖାପାଖି ଆପଣଙ୍କର 2ଟା କାନର ଶୁଭିବା ଦରକାର। ପ୍ରୋବ୍ଲେମ୍ କ'ଣ ହୋଇଥାଏ, ଯାହାର ବି କାନ ଖରାପ ଥାଏ ତାହେଲେ ସେମାନେ ନିହାତି ଆମର କ'ଣ କୁହନି, ଡ୍ରିଲ୍ ବେଳେ ବା PT ବେଳେ ଯେକୌଣସି କିଛି ସାଉଣ୍ଡ ପ୍ରୋବ୍ଲେମ୍ ହେଲେ ତ ତାଙ୍କୁ ଶୁଭାଯାଏନି। ସେଥିପାଇଁ ଟ୍ରେନିଂ ଟାଇମ୍ରେ ବହୁତ ଅସୁବିଧା ହେଇଥାଏ। ଟ୍ରେନିଂ ନେଇ ସବୁ ଟାଇମ୍ରେ ବି ଅସୁବିଧା ହେଇଥାଏ। ଯାହାର ବି କାନର ଟିକେ କିଛି ପ୍ରୋବ୍ଲେମ୍ ହେଇଛି ତାହେଲେ ତାକୁ ଏବେ କନସଲ୍ଟ କରିକି ଠିକ୍ କରିଦିଅନ୍ତୁ। ତାପରେ ହେଲା ନାକର ତ ସେମିତି କିଛି ନାହିଁ, ତ ନାକ ପ୍ରୋବ୍ଲେମ୍ କିଛି ନଥାଏ, କିନ୍ତୁ ଥ୍ରୋଟ୍ର ପ୍ରୋବ୍ଲେମ୍ ଥାଏ। ଯଦି କିଛି ଆପଣଙ୍କର ଟ୍ରେନିଂ ଟାଇମ୍ରେ ତ ସବୁବେଳେ ତ ଆମର ଟ୍ରେନିଂଟା ସେମିତି ଥାଏ ଯେ କି କହିବାକୁ ପଡ଼ିବ, ନିହାତି ସବୁ କଥାରେ ଆନ୍ସର୍ ଦେବାକୁ ପଡ଼ିବ। ଆଉ PT ଡ୍ରିଲ୍ର ତ ନିହାତି ଟିକେ ମାନେ ଗଳାକୁ ଇଏ କରିକି ଟିକେ ଜୋରସେ ଟିକେ ସାଉଣ୍ଡ କରିବାକୁ ପଡ଼ିବ। ଯାହାର ଗଳା ଖରାପ ଥାଏ ସେଟା ତ ଠିକ୍ ହେଇପାରେନି, କିନ୍ତୁ ଯଦି ବି ହେଇପାରିବ ତ ଠିକ୍ କରିଦିଅନ୍ତୁ, କାହିଁକିନା ଗଳାର ବହୁତ କାମ ଥାଏ। ଯଦି କିଛି ସ୍ପିଚ୍ ଦେବା ପାଇଁ ଚାହୁଁନ୍ତି ତ ସ୍ପିଚ୍ ଠିକ୍ସେ ଦେଇ ହୁଏନି ଗଳା ଖରାପ ପାଇଁ, ତ ପ୍ରୋବ୍ଲେମ୍ ସେଇଠି ହୁଏ। ଆଉ ରହିଲା ଆହୁରି ମେଣ୍ଟାଲ୍ ହେଲ୍ଥ ବି ଯାହାର ବି ଖରାପ ଥିବ ତ ସେଟା ବି ପ୍ରାୟତଃ ଚେକ୍ ହେଇଥାଏ ମେଣ୍ଟାଲ୍ ହେଲ୍ଥ ପାଇଁ। ଆଉ ରହିଲା ଟାଟୁ ବେସିକାଲି ଏଇଥର ଯିଏକି ଓଡ଼ିଶା ପୋଲିସ କହିଛି ଯେ କି ଟାଟୁ ଯାହାର ଥିବ ବା ଯାହାର ଯାହା କରିନାହାନ୍ତି କେବେ ବି କରନ୍ତୁନି ଟାଟୁ। ଯଦି ଯେମିତି ଡିଫେନ୍ସ ସେକ୍ଟର ଚେକ୍ କରାଯାଏ, ଏବେ ଟାଟୁ ବି ଚେକ୍ କରାହେଇପାରେ ଫ୍ୟୁଚରରେ। ଟାଟୁ ଯାହାର ନାହିଁ ସେମାନେ ଟାଟୁ କରନ୍ତୁ ନାହିଁ, ଯାହାର ଅଛି
ତ ଠିକ୍ ଅଛି, ଯେମିତି ଏଯାଏ ତ କିଛି ଆସିନି, କିନ୍ତୁ ଟାଟୁ ମଝିରେ ଆସିଥିଲା ଯେ ଟାଟୁ ଯାହାର ଥିବ ସେମାନେ ତାଙ୍କୁ ଚେକ୍ କରାଯିବ। ଟାଟୁ ଯାହାର ନାହିଁ ତ ସେମାନେ ଆଉ କରନ୍ତୁନି। ଯେତିକି ବି ମୁଁ ଡିଜିଜ୍ ବିଷୟରେ କହିଲି ବା ସେୟାର କରୁଛି, ଯଦି କିଛି ଛାଡ଼ି ଦେଇଥାଏ ତାହେଲେ ଆପଣମାନେ ମୋତେ କମେଣ୍ଟ ସେକ୍ସନ୍ର କମେଣ୍ଟ କରିପାରିବେ ଏଇ ବିଷୟରେ, ଆଉ ମୁଁ ରିପ୍ଲାଏ ଦେବି। ଆଉ ନେକ୍ସଟ କଥା କହୁଛି, ଯଦି ଏଥର ତ ଡିଷ୍ଟ୍ରିକ୍ଟ କନଷ୍ଟେବଳ ବାହାରିଛି, ତ ସେଇଟା ମୁଁ ଦେଖିବି। ତ ନେକ୍ସଟ ଭିଡ଼ିଓ ଯଦି ହେବ ଡିଷ୍ଟ୍ରିକ୍ଟ କନଷ୍ଟେବଳ ବିଷୟରେ ଟିକେ ଆଲୋଚନା କରିବା। ତାପରେ ରହିଲା ଆମର ଓଡ଼ିଶା ପୋଲିସରେ କେତେଟା ଆଲାଉନ୍ସ କେମିତି କ'ଣ ମିଳେ ସେ ବିଷୟରେ ଗୋଟେ ଆଲୋଚନା କରିବା। ତ ବହୁତ ସାରା ଭିଡ଼ିଓ ଅଛି, ଆପଣଙ୍କ ସହ ସେୟାର କରିବାର ଅଛି, କରିବି। କିନ୍ତୁ ଏଇ ଯେଉଁ ବିଷୟରେ ତ ଆଜି ମେଡ଼ିକାଲ ପ୍ରୋବ୍ଲେମ୍ ବିଷୟରେ ଯାହାର ବି କିଛି ଆଉ ଅସୁବିଧା ଥିବ ତ ତାହେଲେ ମୋତେ କମେଣ୍ଟ କରିବେ। ଥ୍ୟାଙ୍କ ୟୁ।